ଦେଖ ପିଲାମାନେ, ତମମାନଙ୍କ ପାଇଁ ଗୋଟିଏ ଖୁସି ଏବଂ ମଜାଦାର ସାଇନ୍ସ ଏକ୍ସପେରିମେଣ୍ଟ ଆଣିଛି। ସେଇଟା ହେଉଛି ଡ୍ୟାନ୍ସିଂ ରେଜିନ୍ ଏକ୍ସପେରିମେଣ୍ଟ। କେମିତି ନା ଝୁଣାର ନାଚ। କ'ଣ ଜିନିଷ ପଦାର୍ଥ ହେଲା ରେଜିନ୍ ଝୁଣା, ଗ୍ଲାସ୍, ସୋଡ଼ା ଅର୍ଥ ତୁମର ଯେକୌଣସି ଥଣ୍ଡା, ସ୍ପ୍ରାଇଟ୍, ପେପ୍ସି, କୋକା, ଖାଲି କେବଳ ଏଇଥିରୁ। ଏବଂ କେମିତି କରିବ ପ୍ରଣାଳୀ କ'ଣ? ଅଧ ଗ୍ଲାସ୍ ହେଉ କି ଅଳ୍ପ କିଛି ନେବ, ସୋଡ଼ା ନେବ। ସେଥିରେ ତମେ ପକାଇବ କ'ଣ? ସେଥିରେ ଝୁଣା କିଛି ପକାଇବ। ଝୁଣା ପକାଇଲା ପରେ ରେଜିନ୍, ଯେଉଁଟା କହୁଛି ରେଜିନ୍, ତାପରେ କ'ଣ କରିବ ନା ପାଣି କିଛି ପକାଇବ। ଆମର ତିନିଟା ଜିନିଷ ହେଲା, ଗୋଟେ ରେଜିନ୍, ଗୋଟେ ସୋଡ଼ା ମିନ୍ସ ତୁମର ଯେଉଁ କୋକା କୋଲା, ସ୍ପ୍ରାଇଟ୍, ପେପ୍ସି, ଥମ୍ସଅପ୍, ଏଇ ଟାଇପ୍ର, ଆଉ ଅନ୍ୟ କିଛି ନୁହେଁ। ତାପରେ ପ୍ରଣାଳୀ ତୁମେ କ'ଣ କରିବ କହିଲି। ତାପରେ କେମିତି କ'ଣ ପର୍ଯ୍ୟବେକ୍ଷଣ କ'ଣ କରିବ? ପ୍ରଥମେ ଦେଖିବ ରେଜିନ୍ଟା ତଳକୁ ବୁଡ଼ିଯିବ। ସେଠୁ ତାପରେ ପାଣି ତୁମେ ଢାଳିବ। ପାଣି ଢାଳିଲା ପରେ କ'ଣ ହେବ ନା ଝୁଣା ନାଚ କରିବ। ନାଚ କରିବା ଅର୍ଥ କ'ଣ? ଉପର ତଳ ହେବ। ଏଇଟା କ'ଣ ଉପର ତଳ ହେଲେ କ'ଣ? ତା କାରଣ ବୈଜ୍ଞାନିକ କାରଣ କ'ଣ? ୟା ପଛରେ କ'ଣ ବୈଜ୍ଞାନିକ କାରଣ ଅଛି ନା ଝୁଣା ସୋଡ଼ାରେ ବୁଡ଼ିଗଲା, କାରଣ ଏଗୁଡ଼ିକ ଓଜନିଆ, ହେଭିଅର୍। ତାପରେ କ'ଣ ନା ସୋଡ଼ାରେ ଛୋଟ ବବୁଲ୍ ଥିଲା, ଯେଉଁ କାର୍ବନ ଡାଇଅକ୍ସାଇଡ଼ CO2 ଅଙ୍ଗାରକାମ୍ଳ ଗ୍ୟାସ୍ ବବୁଲ୍ ଥିଲା, ତା ସହ ଲାଗିଥିଲା। ପାଣି ଢାଳିବାରୁ କାର୍ବନ ଡାଇଅକ୍ସାଇଡ଼ ବା ଅଙ୍ଗାରକାମ୍ଳ ବବୁଲ୍ ସେଥିରେ ଲାଗିଲାଠୁ କ'ଣ ଝୁଣାକୁ ସେ ଉପରକୁ ଉଠାଇଲା, ହାଲୁକା କରି ଉପରକୁ ଉଠାଇଲା। କେବଳ ଏଇ କାର୍ବନ ଡାଇଅକ୍ସାଇଡ଼ ତାକୁ ଉଠାଇଲା। ବବୁଲ୍ ରେଜିନ୍ଟାକୁ ବା ଝୁଣାକୁ ଲାଗିଥାଏ ହାଲୁକା କଲା, ତାକୁ ଉପରକୁ ଉଠାଇଲା। ତେଣୁ ଏହା ଏକ ନାଚ ହେଲା। ତଳ ଉପରକୁ ସାଧାରଣ ଗୋଟିଏ ନାଚ। ଏଇଟାରେ ତୁମର ସାବଧାନତା କ'ଣ ରହିବ ନା ତୁମେ ଯେଉଁ ଜିନିଷ ବ୍ୟବହାର କଲ, ସୋଡ଼ା, କୋକା କୋଲା, ଝୁଣା ଆଉ ପାଣି, ତାକୁ ପିଇବ ନାହିଁ। ତାପରେ ଏଇ ସଲ୍ୟୁସନ୍ଟାକୁ ବା ଏଇ ମିଶ୍ରଣଟାକୁ ତୁମେ ପିଇବ ନାହିଁ, ଛୁଇଁବ ନାହିଁ। ଛୁଇଁଲେ କିଛି ନାହିଁ, କିନ୍ତୁ ପିଇବ ନାହିଁ କି କୌଣସି ଲଗେଇବନି।